जन्म है स्वामी शांति आम झीर नाम कौन रखा स्वामी अरे शांति तुम पूरा कही जो दिन मत शुभवार्ता जन से दिन ही तुम कही जदि मो गर्भरे झील जन्म हुए ताहले नाम बहु देवी बोली आम झील को नाम कि नाम देव तुम्हें दियो शांति तुम्हें दियो ठीक कही स्वामी मो झीर नाम मुही रखी कि नाम देवी हाँ स्वामी आम झीर नाम रखा मानिनी कौन कहले शांति ताहले आम झील हेउछि मानिनी भारी सुंदर है हेलो ऐसा भी तो झीर नाम कौन रखिछु रानी माँ मो झीटा ए श्रावण झरी बरसार जन्म नहीं बोली मो झीर ना रखी रानी माँ मो श्रावणी रानी माँ कौन कहले साबी ताहले तुम झील ना है श्रावणी हेले आम झील हेउछि मानिनी आज की सौभाग्यर दिन यही मो कौशल राज्य धन्य हो जाइछि कहीं आम ए कौशल राज्य लक्ष्मी सरस्वती भली दुईटी झील जन्मग्रहण करी यही मो कौशल राज्य धन्य हो जाइछि हाँ हाँ यही मो कौशल राज्य धन्य हो जाइछि अरे शांति अब झील कांदुछु कहीं ना स्वामी आम झील तो कांदुनी स्वामी स्वामी शांति हेले से साबिर झील कौन होइछि से कौन पाई कांदिछि ताके किछि खाइबा कौन कह से झील को खाइबा दब छुआ को कहीं सेमती कंदु भल कर झरी पारुनु कि ए देखु ना रानी माँ भल से तो धरुची ठीक अच्छी देशा भी तो छुआ को मुख लगे टिके दे अरे माँ श्रावणी चुप हो जा रे धन चुप हो जा तू जदि सेमिति कांदिबु ना तो माँ आम राजवंश केमिति काम करिब रे धन केमिति काम करिब मो थना माणी हृदय माणी मो थना माणी हृदय माणी श्रावणी रे तुई मोरा नयन मणि मानिनी रे तुई मोरा हृदय मणि तुही मधुका तुही सराधा हसाई गंगा हसे बसुधा तुही मोरा दुख दुख निज काणी श्रावणी मदन मणि हृदय मणि श्रावणी रे तुई
ସାବି ଏ ଦେଖିପାରୁଛୁ ସାବି ତୋ ଛୁଆଟା ମୋ କୋଲକୁ ଆସିଲା ପରେ କେତେ ସୁନ୍ଦର ଭାବରେ ଶୋଇଯାଇଛି। ହଁ ରାଣୀମା। ନେ ସାବି ଛୁଆକୁ ଶୋଇ ଦେ। ହେଲେ ଆମ ଛୁଆ ତ କାନ୍ଦୁନି ସେ ସାବିରି ଛୁଆ କାନ୍ଦୁନି ଆରେ ସାବି ସାବି ଆରେ ଛୁଆକୁ କାହିଁକି ସେମିତି କାନ୍ଦୁଛୁ? ଛୁଆଟାକୁ କ୍ଷୀର ପାନ ଟିକେ କରିଦେଲେ ସେ ଚୁପ୍ ହେଇଯିବ ସାବି ଚୁପ୍ ହେଇଯିବ। ହ୍ୟାଲୋ ଏ ସାବି ଆରେ ମୁଁ ତୋତେ କଣ କହୁଛି ଶୁଭା ଯାଉ ନାହିଁ? ତୋ ମୁଣ୍ଡରେ କଣ ଗୋବର ଭର୍ତ୍ତି ରହିଛି? ଛୁଆଟାକୁ କ୍ଷୀର ପାନ ଟିକେ କରିଦେଲେ ସେ ଚୁପ୍ ହେଇଯିବ ସାବି ଚୁପ୍ ହେଇଯିବ। ଏଇ ଦେଖୁନାହାନ୍ତି ରାଣୀମା ଝିଅଟା ତ ସବୁବେଳେ କାନ୍ଦ 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 ଏମିତି ଯଦି ଝିଅଟା ସବୁବେଳେ କାନ୍ଦୁଥିବ ତାହେଲେ ମୁଁ ଏ ରାଜ୍ୟରେ କିପରି କାମ କରିବି ରାଣୀମା କିପରି? ମୁଁ ତ ଗୋଟାଏ ଚାକରାଣୀ ମୁଁ ତ ଗୋଟାଏ ଗରିବ ଲୋକ ଆଉ ଏଇ ଝିଅଟା ସବୁବେଳେ ଏମିତି ହଉଥିଲେ କିଛି କରିପାରିବିନି ରାଣୀମା। ଆଉ ଏ ଝିଅଟାକୁ ଯଦି ମୁଁ ମୋ ପାଖରେ ରଖିବି ତାହେଲେ ମୁଁ ଏ ଝିଅର ଲାଲନ ପାଳନ କେମିତି କରିବି ରାଣୀମା କେମିତି? ସେଇଥିପାଇଁ ରାଣୀମା ଏଇ ଦେଖୁନାହାନ୍ତି ରାଣୀମା ହେ ମୋର ତ କେତେବେଳେ କ୍ଷୀର ହଉନି ବାହାରୁ ଆଉ ଏଇ ଝିଅ ମୋ ପାଖରେ ରହିଲେ କଣ ଖାଇବ? ସେଇଥିପାଇଁ ମୁଁ ଭାବୁଛି ଏଇ ଝିଅଟାକୁ ମୁଁ ଏଇ ଅନାଥ ଆଶ୍ରମରେ ଛାଡ଼ିଦେବି। ନାଇଁ ସାବି ନା ତୁ ସେମିତି କହନା ସାବି ତୁ ସେମିତି କହନା। ତୁ କେମିତି କହିପାରୁଛୁ ସାବି ସେ ଜନ୍ମ କଲା ଛୁଆକୁ ଅନାଥ ଆଶ୍ରମରେ ଦେଇଦେବି ବୋଲି? ଆଲୋ ଏ ସାବି ଜଣେ ମା ହିଁ ଜାଣିପାରେ ପୁଅ ଝିଅ ଜନ୍ମ ହେବା କଷ୍ଟ ହେଲେ କେତେ କଷ୍ଟରେ ସେ ଛୁଆକୁ ଜନ୍ମ ଦେଇଛୁ ସେ କଷ୍ଟ ତୁ ହିଁ ଜାଣିଥିବୁ। ହେଲେ ତୁ କେମିତି କହିପାରୁଛୁ ସାବି ସେ ଛୁଆକୁ ଅନାଥ ଆଶ୍ରମରେ ଦେଇଦେବି ବୋଲି? ଆଉ କଣ କରିବି ରାଣୀମା? ମୋ ପାଖରେ ଆଉ କିଛି ଉପାୟ ନାହିଁ ରାଣୀମା ନାହିଁ। ଏଇ ଝିଅଟାକୁ ଯଦି ମୁଁ ମୋ ପାଖରେ ରଖିବି ଏଇ ଝିଅଟା ମୋ ମୁଣ୍ଡ ଉପରେ ବୋଝ ହେଇଯିବ। ସେମିତିରେ ବି ମୁଁ କେତେବେଳେ ଖାଉଛି ତ କେତେବେଳେ ଖାଉନି। ସେଇଥିପାଇଁ ମୋର ଶେଷ ନିଷ୍ପତ୍ତି ହେଲା ଏଇ ଝିଅଟାକୁ ମୁଁ ଏଇ ଅନାଥ ଆଶ୍ରମରେ ଛାଡ଼ିଦେବି। ନା ସାବି ନା ତୋ ଛୁଆର ଭଲ ମନ୍ଦ ମୁଁ ବୁଝିବି। ଦେଇଦେ ସାବି ତୋ ଛୁଆକୁ ମୋ କୋଲକୁ ଦେଇଦେ ମୁଁ ପାଳିତ ଝିଅ ଭାବରେ ରଖିବି ଭଲ ମଣିଷ କରିବି ସାବି ଭଲ ମଣିଷ କରିବି। ତମେ ସତ କହୁଛ ରାଣୀମା? ମୋ ଝିଅକୁ ତମେ କୋଳେଇ ନବ? ଠିକ ଅଛି ରାଣୀମା ତମେ ଯଦି ମୋ ଝିଅକୁ କୋଳେଇ ନବାକୁ ଚାହୁଁଛ ତାହେଲେ ନିଅନ୍ତୁ ରାଣୀମା। ଦେଇଦେ ସାବି ଦେଇଦେ। ଶାନ୍ତି